ଜଙ୍ଗଲ ମଧ୍ୟରେ ପୋଖରୀଟିଏ, କାଚ କେନ୍ଦୁ ପରି ପାଣି। ସେଇ ପୋଖରୀରେ ରହୁଥିଲା ଗୋଟିଏ ବଡ଼ କଇଁଛ। ପୋଖରୀ ପାଖରେ ଗୋଟିଏ ଝଙ୍କାଳିଆ ବରଗଛଟିଏ ଥିଲା, ଆଉ ତା ପାଖକୁ ଲାଗି ଘଞ୍ଚ କିଆ ବୁଦାଟିଏ। ବୁଦା ଭିତରେ ରହୁଥିଲେ ଦୁଇ ବନ୍ଧୁ, ମୂଷା ଆଉ ଠେକୁଆ। ଆଉ ସେ ବରଗଛ ଉପରେ ରହୁଥାଏ କାଉଟିଏ। ଏଇ ଚାରିଜଣ ମଧ୍ୟରେ ଭାରି ଭଲ ବନ୍ଧୁତା। କେହି କାହାକୁ ଦିନେ ନ ଦେଖିଲେ ରହିପାରନ୍ତି ନାହିଁ। ସମୟ ମିଳିଲେ ଗପ ସପ କରି ସମୟ ବିତାନ୍ତି। ଦିନକର ଘଟଣା। ଥରେ ଗୋଟିଏ ଶିକାରୀଟିଏ ବରଗଛ ମୂଳରୁ ପୋଖରୀ ତୁଠ ଯାଏ ଫାଶଟିଏ ବସାଇଥାଏ। ଏହା ଜାଣି ନ ପାରି ଠେକୁଆ ଆଉ କଇଁଛ ପରସ୍ପରକୁ ଦେଖା କରିବାକୁ ଆସୁଥିବା ବେଳେ ଫାଶରେ ପଡ଼ିଗଲେ। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଶିକାରୀର ଖୁସି କହିଲେ ନ ସରେ। ଗୋଟେ ଜାଲ ମୁଣାରେ ସେମାନଙ୍କୁ ପୁରାଇ ଘରକୁ ଚାଲିଲା। ଠେକୁଆ କିନ୍ତୁ ଭାରି ଚାଲାକ। ସେ କଇଁଛ ପରି ଚୁପଚାପ ନ ରହି ଜୋରରେ ଚିତ୍କାର କରିବାକୁ ଲାଗିଲା। ଠେକୁଆର ଚିତ୍କାର ଶୁଣି ମୂଷା ଆଉ କାଉ ସେଠାରେ ପହଞ୍ଚିଗଲେ। ଦୁଇ ସଙ୍ଗାତ ଏମିତି ବିପଦରେ ପଡ଼ିଥିବା ଦେଖି ଭାରି ମନ ଦୁଃଖ କଲେ। ଅନେକ ଚିନ୍ତା କରି ସେମାନେ ଶିକାରୀକୁ ଅନୁସରଣ କରିବାକୁ ଲାଗିଲେ। କାଉ କା କା କରି ତାର ସାଥୀମାନଙ୍କୁ ବିପଦର ସୂଚନା ଦେଲା। ଦେଖୁ ଦେଖୁ ହଜାର ହଜାର କାଉ ସେଠାରେ ଏକାଠି ହୋଇଗଲେ। ବିଚାର ବିମର୍ଶ ପରେ ସେମାନେ ଯୋଜନାବଦ୍ଧ ଭାବେ ଶିକାରୀକୁ ଆକ୍ରମଣ କଲେ। କାଉମାନଙ୍କ ଆକ୍ରମଣରେ ଶିକାରୀ ଖଣ୍ଡିଆ ଖାବରା ହୋଇ ତଳେ ପଡ଼ି ଚିତ୍କାର କରିବାକୁ ଲାଗିଲା। ଏହାର ସୁଯୋଗ ନେଇ ମୂଷା ନିଜର ତୀକ୍ଷ୍ଣ ଦାନ୍ତରେ ଶିକାରୀର ମୁଣାଟିକୁ କାଟିଦେଲା, ଯାହାଫଳରେ କଇଁଛ ଆଉ ଠେକୁଆ ମୁଣାରୁ ବାହାରି କିଆ ବୁଦା ମୂଳକୁ ଦୌଡ଼ି ଚାଲିଗଲେ। ଶିକାରୀ ରକ୍ତାକ୍ତ ହୋଇ କାନ ମୁଣ୍ଡ ଆଉଁସି ଶେଷରେ ତାର ଘରକୁ ଗଲା। ଯିଏ ପ୍ରକୃତ ବନ୍ଧୁ ସେ କେବଳ ସୁଖ ସମୟରେ ପାଖରେ ନଥାଏ, ବିପଦ ପଡ଼ିଲେ ମଧ୍ୟ ସେଥିରୁ ଉଦ୍ଧାର କରିବା ପାଇଁ ମୂଷା ଏବଂ କାଉ ଭଳି ଆଗକୁ ଆସି ବନ୍ଧୁକୁ ସାହାଯ୍ୟ କରେ। ତେଣୁ କଥାରେ କହନ୍ତିନି, ବନ୍ଧୁ ହେବ ତ ଏମିତି।